1858 ମସିହାରେ ଓଡ଼ିଶାର ପୁରୀ ଅଞ୍ଚଳ ମୋଗଲ ସେନା ଜଗନ୍ନାଥ ମନ୍ଦିର ଭାଙ୍ଗିବା ଉଦ୍ଦେଶ୍ୟରେ ଆଗକୁ ମାଡ଼ି ଆସୁଥିଲେ। ଘୋଡ଼ାମାନେ ଦ୍ରୁତ ଗତିରେ ଦୌଡ଼ୁଥିଲେ। ଖଣ୍ଡା ସବୁବେଳେ ଚକଚକ୍ କରୁଥିଲା। କିନ୍ତୁ ଯେମିତି ସେନାର ମୁଖ୍ୟ ଗର୍ଭଗୃହ ଆଡ଼କୁ ବଢ଼ିଲା, ଏକ ଅଦ୍ଭୁତ ଝଡ଼ ସୃଷ୍ଟି ହେଲା। ସୂର୍ଯ୍ୟଙ୍କ କିରଣ ହଠାତ୍ ଅଦୃଶ୍ୟ ହୋଇଗଲା ଏବଂ ଚାରିଆଡ଼େ ଅନ୍ଧାରକାଳ ଘୋଟିଗଲା। ପୁଣି ସୈନିକମାନେ ଦେଖିଲେ ଯେ ମନ୍ଦିର ଭିତରେ ଏକ ତୀବ୍ର ଆଲୋକ ଆସୁଛି ଏବଂ ଆଲୋକ ସହିତ ଭୟଙ୍କର ଏବଂ ଡରୁଆ ଜିନିଷ ସେମାନଙ୍କ ପାଖକୁ ମାଡ଼ି ଆସୁଛି। ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଅନେକ ସୈନିକ ସେଇଠି ଅଚେତ ହୋଇ ପଡ଼ିଗଲେ ଏବଂ ଯେଉଁମାନେ ବଞ୍ଚିଲେ ସେମାନେ ଏମିତି ଦୌଡ଼ୁଥିଲେ ଯେ ସେମାନେ ସାମ୍ନାରେ ତାଙ୍କ ମୃତ୍ୟୁ ଠିଆ ହୋଇଛି ବୋଲି। ଏବେ ଆପଣମାନେ ଭାବୁଥିବେ ଯେ କେବଳ ଏକ ଐତିହାସିକ ଘଟଣା ଥିଲା ନା ପ୍ରକୃତ ଭଗବାନ ଜଗନ୍ନାଥ ନିଜ ଧାମକୁ ରକ୍ଷା କରିଥିଲେ। ପୁରୀ ଜଗନ୍ନାଥ ମନ୍ଦିର ଏମିତି ଏକ ସ୍ଥାନ ଯାହା ଭକ୍ତି କେନ୍ଦ୍ର ନୁହେଁ ବରଂ ଅଗଣିତ ରହସ୍ୟର ଏକ ନୀରବ ଦୁନିଆ। ଆପଣ କେବେ ଭାବିଛନ୍ତି କି କାହିଁକି ଏହି ମନ୍ଦିରର ପତାକା ସବୁବେଳେ ପବନର ବିପରୀତ ଦିଗରେ ଉଡ଼ିଥାଏ ଏବଂ କାହିଁକି ମନ୍ଦିର ଉପରେ ଥିବା ସୁଦର୍ଶନ ଚକ୍ର ପ୍ରତ୍ୟେକ ଦିଗରେ ଏମିତି ଲାଗୁଛି ଯେ ଯେମିତି ସିଏ ଆପଣଙ୍କୁ ଚାହୁଁଛି ବୋଲି? ଏପରିକି ପ୍ରସିଦ୍ଧ ପୁସ୍ତକ ଭବିଷ୍ୟମାଲିକାରେ ଏହି ମନ୍ଦିରକୁ ନେଇ କଳିଯୁଗରେ ଅନେକ ଭବିଷ୍ୟବାଣୀ କରାଯାଇଛି ଯାହାକି ସବୁ ସତ ହୋଇଛି। ଏଥିର ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ହେଉଛି କୋଭିଡ୍-19 ଅର୍ଥାତ୍ କରୋନା ଭାଇରସ୍। ପୁସ୍ତକରେ ଲେଖାଯାଇଥିଲା ଯେ ଯେତେବେଳେ ମନ୍ଦିରର ସବୁଠାରୁ ପୁରୁଣା ଗଛଟି ପଡ଼ିଯିବ ତ ସେତେବେଳେ ଏକ ଭୟଙ୍କର ମହାମାରୀ ଆସିବ ଏବଂ ଏହା ସମ୍ପୂର୍ଣ୍ଣ ରୂପେ ସତ ହେଲା। ଏହା କେବଳ ଗୋଟିଏ ଘଟଣା ନୁହେଁ, ଏମିତି ଆହୁରି ଅନେକ ଘଟଣା ଅଛି ଯାହା ସତ ହୋଇଛି ଏବଂ ସବୁ ଆପଣଙ୍କୁ ଚକିତ କରିଦେବ। ଏହି ମନ୍ଦିର ଭିତରେ ଏମିତି ଆହୁରି ଅନେକ ଅଣଶୁଣା ବିପ୍ଳବଜନକ ରହସ୍ୟ ଲୁଚି ରହିଛି ଯାହା ଆପଣଙ୍କୁ ହୋସ୍ ଉଡ଼ାଇ ଦେବ। ଏବଂ ସବୁଠାରୁ ବଡ଼ ରହସ୍ୟ ହେଉଛି ଯେ ବ୍ରହ୍ମ ପଦାର୍ଥ ଅର୍ଥାତ୍ ଶ୍ରୀକୃଷ୍ଣଙ୍କ ହୃଦୟ। ମାନାଯାଏ ଯେ ଏହି ମନ୍ଦିରରେ ଶ୍ରୀକୃଷ୍ଣଙ୍କ ହୃଦୟ ଆଜି ବି ବିଦ୍ୟମାନ ଅଛି, ଯାହାକୁ ପ୍ରତି 12 ବର୍ଷରେ ପୁରୁଣା ମୂର୍ତ୍ତିରୁ ବାହାରି କରି ନୂଆ ମୂର୍ତ୍ତିରେ ସ୍ଥାପନ କରାଯାଏ ଏବଂ ଏହି ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଯଦି କେହି ଶ୍ରୀକୃଷ୍ଣର ହୃଦୟକୁ ଦେଖିଦିଏ ତେବେ ସଙ୍ଗେ ସଙ୍ଗେ ମୃତ୍ୟୁବରଣ କରେ, ଯାହାର ଅନେକ ଉଦାହରଣ ଆମକୁ ସାମ୍ନାକୁ ଆସିଛି। ବିଗତ 800 ବର୍ଷ ଧରି ଏହି ମନ୍ଦିରର ଧ୍ୱଜ ପ୍ରତିଦିନ ବଦଳାଯାଏ ଏବଂ କୁହାଯାଏ ଯେ ଯଦି ଏହାକୁ ଗୋଟିଏ ଦିନ ବି ବଦଳାଇ ନଥାଏ ତେବେ ମନ୍ଦିରକୁ ବର୍ଷ ପାଇଁ ବନ୍ଦ କରାଯାଇପାରିବ। ଯେତେବେଳେ ଇଂରେଜମାନେ ଆସିଲେ ସେମାନେ ଏହି ପ୍ରକ୍ରିୟାକୁ ଦେଖିଲେ ତ ସେମାନେ ଅନ୍ଧବିଶ୍ୱାସ କହି ବନ୍ଦ କରିବାକୁ ଚେଷ୍ଟା କରୁଥିଲେ। ତାପରେ ସେମାନଙ୍କ ସହ ଯାହା ଘଟିଲା ତାହା ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ହୋଇଯିବ। ଏହି ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର 22ଟି ପାହାଚ ଅଛି ଯାହା ଅତିକ୍ରମରେ କରିବାକୁ ପଡ଼ିଥାଏ, କିନ୍ତୁ ସେଥିମଧ୍ୟରୁ ତୃତୀୟ ପାହାଚ ପାଦ ରଖିବା ସମ୍ପୂର୍ଣ୍ଣ ନିଷେଧ। କିନ୍ତୁ ଶେଷରେ ଏପରି କାହିଁକି ଏବଂ କ'ଣ ହେବ ଯଦି ଆପଣ ତୃତୀୟ ପାହାଚ ପାଦ ରଖିଛନ୍ତି? ତାପରେ ଆସେ ମନ୍ଦିରର ରୋଷେଇଶାଳ, ଯେଉଁଠାରେ 7ଟି ହାଣ୍ଡି ଏକା ସାଙ୍ଗରେ ପ୍ରସାଦ ରନ୍ଧାଯାଏ, କିନ୍ତୁ ତଳେ ନିଆଁ ସେକରେ ସବୁଠାରୁ ଉପର ହାଣ୍ଡି ପ୍ରଥମେ କିପରି ରନ୍ଧା ହୋଇଥାଏ? କ'ଣ ମନ୍ଦିରର ରୋଷେଇଶାଳ ବିଜ୍ଞାନର ନିୟମକୁ ମଧ୍ୟ ଚ୍ୟାଲେଞ୍ଜ କରିଦିଏ? ଏମିତି ହିଁ ଆହୁରି ଅନେକ ଚକିତ କଳା ଭଳି ରହସ୍ୟ ଅଛି। ଏହା କେବଳ ଗୋଟିଏ ମନ୍ଦିର ନୁହେଁ, ଏହା ଏକ ଏମିତି ତୀର୍ଥସ୍ଥାନ ଯେଉଁଠାରେ ଧର୍ମ, ବିଜ୍ଞାନ, ବାସ୍ତୁତ୍ୱ ଏବଂ ଚମତ୍କାର ଚାରିହେ ଏକାଠି ହୋଇଅଛି, ଯେଉଁଠାରେ ଶ୍ରଦ୍ଧା କେବଳ ପୂଜା ନୁହେଁ ବରଂ ରହସ୍ୟ ସାମ୍ନା କରିବା ପାଇଁ ପ୍ରସ୍ତୁତ ଥାଏ। ତେବେ ଆପଣ କ'ଣ ଏମିତି ଏକ ଯାତ୍ରା ପାଇଁ ପ୍ରସ୍ତୁତ ଅଛନ୍ତି କି ଯେଉଁଠି ପ୍ରତିଟି ଅଧ୍ୟାୟ ଆପଣଙ୍କୁ ଚକିତ କରିବ, ପ୍ରତିଟି ରହସ୍ୟ ଆପଣଙ୍କୁ ବିଶ୍ୱାସ ଆହ୍ୱାନ ଦେବ ଏବଂ ପ୍ରତିଟି ଉତ୍ତର ଏକ ନୂଆ ପ୍ରଶ୍ନ ଜନ୍ମ ଦେବ? ଚାଲନ୍ତୁ ଯିବା ଜଗନ୍ନାଥ ମନ୍ଦିର ସେହି ରହସ୍ୟମୟ ଯାତ୍ରାକୁ, ଯେଉଁଠି ଭଗବାନ ନିଜେ ପ୍ରତିଟି ପ୍ରଶ୍ନର ଉତ୍ତର। ଜୁନ୍ 15 ତାରିଖ 2015 ରାତିର ଘଣ୍ଟାରେ 12ଟା ବାଜି ମାତ୍ର ସାରା ପୁରୀ ସହରକୁ ବିଜୁଳି କାଟି ଦିଆଗଲା। ଏହା କୌଣସି ସାଧାରଣ ବିଜୁଳି କଟା ନଥିଲା। ଏହି ବିଜୁଳି କଟାବାର କାରଣରୁ ମନ୍ଦିରର ଗୃହ ଚାଲିଥିବା ବିଚିତ୍ର ଘଟଣା ଘଟିଲା। ମନ୍ଦିରର ମୁଖ୍ୟ ପୂଜାରୀ ଦଇତାପତି ଏହି ଅନ୍ଧାରିଆ ରାତି ନିଜ ଆଖିରେ ପଟି ବାନ୍ଧି ଏବଂ ହାତରେ ମୋଟା ଗ୍ଲୋଭ୍ସ
ପିନ୍ଧି ହାତରେ ଏକ ଦିବ୍ୟ ପଦାର୍ଥ ଧରି ଭଗବାନଙ୍କ ମୂର୍ତ୍ତି ଆଡ଼କୁ ବଢ଼ୁଥିଲେ। ଏହା ଅନ୍ୟ କିଛି ନୁହେଁ, ଶ୍ରୀକୃଷ୍ଣଙ୍କ ହୃଦୟ ହିଁ ଥିଲା, ଯାହାକୁ ବ୍ରହ୍ମ ପଦାର୍ଥ ମଧ୍ୟ କୁହାଯାଏ। ଠିକ୍ 12 ବର୍ଷ ପରେ ଏହି ପ୍ରକ୍ରିୟା ଆଜି ପୁଣି ପୃଥିବୀ ବା ମନ୍ଦିରରେ ଦୋହରାଇ ଯାଇଥିଲା, ଯେଉଁଠି ଭଗବାନ ଜଗନ୍ନାଥଙ୍କ ପୁରୁଣା ମୂର୍ତ୍ତି ତାଙ୍କ ହୃଦୟର ବାହାରୁ କରି ନୂଆ ମୂର୍ତ୍ତି ଉପରେ ସ୍ଥାପନ କରାଯାଏ। ସେଇଟା ପ୍ରକୃତରେ ଏକ ଆର୍କ ରିଏକ୍ଟର, ଅର୍ଥାତ୍ ଏକ ଏପରି ଉପକରଣ ଯାହା ଭୟଙ୍କର ସ୍ତରରେ ଶକ୍ତି ଉତ୍ପନ୍ନ କରିଥାଏ। ସେମାନେ ଏହା ମଧ୍ୟ କହିଛନ୍ତି ଯେ କାହିଁକି ଜଗନ୍ନାଥ ମୂର୍ତ୍ତିଗୁଡ଼ିକ କାଠରେ ତିଆରି କରାଯାଏ। ସେମାନଙ୍କ ଅନୁସାରେ କାଠ ବିଦ୍ୟୁତ୍ ପରିବହନ କରେ ନାହିଁ, ଯେଉଁ କାରଣରୁ ତାହା ପଦାର୍ଥ ବାହାରୁଥିବା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଏନର୍ଜିକୁ ରୋକିଦିଏ। ଏମିତି ତ ମନାଯାଏ ଯେ ଆଜି ପର୍ଯ୍ୟନ୍ତ ଏହାକୁ କେହି ଦେଖିନାହାନ୍ତି, କିନ୍ତୁ ଆଜି ପ୍ରାୟ 50 ବର୍ଷ ପୂର୍ବେ ଜଣେ ବ୍ୟକ୍ତି ଦାବି କରିଥିଲେ ଯେ ସେ ଏହି ହୃଦୟକୁ ଦେଖିଛନ୍ତି। ସେ କହିଥିଲେ ଯେ ହୃଦୟ ରୂପା ଭଳି ତରଳ ହୋଇ ବହୁଥିଲା। ଏହି ତରଳ ପଦାର୍ଥ କାଠକୁ ଦୁର୍ବଳ କରିଦିଏ, ଯେଉଁ କାରଣରୁ ପ୍ରତି 12 ବର୍ଷରେ ମୂର୍ତ୍ତିକୁ ବଦଳା ଯାଇବାକୁ ପଡ଼ିଥାଏ। ସେହି ବ୍ୟକ୍ତି ଏପରିକି କହିଥିଲେ ଯେ ଯେତେବେଳେ ସେହି ହୃଦୟକୁ ଆଲୋକରେ ଅଣାଗଲା, ତାହା ଚକ୍ର ଭଳି ଘୂରିବାକୁ ଲାଗିଲା ଏବଂ ଜୋରରେ କମ୍ପିବାକୁ ଲାଗିଲା। ଅର୍ଥାତ୍ ଯେତେବେଳେ ଏହି ବ୍ରହ୍ମ ପଦାର୍ଥକୁ ଆଲୋକ ମିଳେ, ଏହା ଆହୁରି ଅଧିକ ସକ୍ରିୟ ହୋଇଯାଏ, ଯାହାକି ବିପ୍ଳବଜନକ ସାବ୍ୟସ୍ତ ହୋଇପାରେ। ସେଥିପାଇଁ ପ୍ରତିଥର ଯେତେବେଳେ ଏହାକୁ ପୁରୁଣା ମୂର୍ତ୍ତିରୁ ଯେତେବେଳେ ନୂଆ ମୂର୍ତ୍ତିକୁ ବଦଳା ଯାଇଥାଏ, ସେତେବେଳେ ସାରା ସହର ବିଜୁଳି କାଟି ଦିଆଯାଏ। ବିଜ୍ଞାନ ପାଇଁ ଆଜି ବି ଏହା ଏକ ଚକିତ କଲା ଭଳି ରହସ୍ୟ, ଯାହାକୁ କେହି ବୁଝିପାରିନାହାନ୍ତି। କିନ୍ତୁ ଭକ୍ତମାନଙ୍କ ପାଇଁ ଏହା ଏକ ସେମାନଙ୍କର ଶ୍ରୀକୃଷ୍ଣ। ତାଙ୍କର ହୃଦୟ, ଯେଉଁ କାରଣରୁ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଭଗବାନଙ୍କ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସନ୍ତି। ସେମିତି କ'ଣ ଆପଣ ଜାଣିଛନ୍ତି କି ଯେତେବେଳେ ଶ୍ରୀକୃଷ୍ଣ ମୂର୍ତ୍ତି ହେଲା, ସେତେବେଳେ ପାଣ୍ଡବମାନଙ୍କ ଶରୀରକୁ ଜଳାଇଲେ ପାଣ୍ଡବମାନେ, ତ ସେହି ସମୟରେ ପୁଣି କିପରି ତାଙ୍କ ହୃଦୟ ବଞ୍ଚିଗଲା ଏବଂ ତାହା ପୁରୀର ପର୍ଯ୍ୟନ୍ତ କିପରି ଆସିଲା ଏବଂ ଏହି ଭବ୍ୟ ମୂର୍ତ୍ତିର ନିର୍ମାଣ କିଏ କରିଥିଲେ? ଶେଷରେ ଥିଲେ ସେ ଯିଏ ବହୁତ ଚମତ୍କାରୀ ଭାବରେ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଥିଲେ। କିଏ ଥିଲେ ସେମାନେ? ତେବେ ଚାଲନ୍ତୁ ଏହି ରହସ୍ୟମୟକୁ ଜାଣିବା ଏବଂ ରୋଚକ ଘଟଣା ବିଷୟରେ ଜାଣିବା। ଆପଣଙ୍କ ଇଣ୍ଟରନେଟ୍ ଏବଂ ବହିରେ ଦେଖିବାକୁ ମିଳିବ ନାହିଁ, କିନ୍ତୁ ତାପରେ ବା ପୂର୍ବରୁ ଆପଣ ଯଦି ଆମ ଭିଡ଼ିଓକୁ ଆସିଥିଲେ ପ୍ରଥମ ଥର, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ କରି କମେଣ୍ଟ ମଧ୍ୟ କରନ୍ତୁ। ଜୟ ଜଗନ୍ନାଥ। ପାର୍ଟ 2 ପାଇଁ କମେଣ୍ଟ କରନ୍ତୁ ଭିଡ଼ିଓଟି ଭଲ ଲାଗିଥିଲେ।